ଆମେ ଆଜି ଜାଣିବା କବି ବର୍ଷା ଦାସଙ୍କ ବିଷୟ। ଖଣ୍ଡିଏ ଚଉତିଶା ମାତ୍ର ଲେଖି ଓଡ଼ିଆ ସାହିତ୍ୟକୁ ନୂତନ ଦିଗନ୍ତ ପ୍ରଦାନ କରିଛନ୍ତି। ଚଉତିଶା ରଚନାର ପ୍ରଣାଳୀଟିକୁ ଆରମ୍ଭ କରି ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ତାକୁ ବହନ କରିବାର ସାମର୍ଥ୍ୟ ମଧ୍ୟ ଦେଇଛନ୍ତି। କଳସ ଚଉତିଶାଟି ପ୍ରକାଶ ପାଏ ପାଟି ସମିତି ଆନୁକୂଲ୍ୟରେ। ତାର ସଂଗ୍ରାହକ ହେଉଛନ୍ତି ବା ଆବିଷ୍କାରକ ହେଉଛନ୍ତି ବିଚନ୍ଦ୍ର ଚରଣ ପଟ୍ଟନାୟକ। ଏଇ ଯେଉଁ କଳସ ଚଉତିଶାଟି ଜାତି ସମିତି ଦ୍ୱାରା ପରିପ୍ରକାଶିତ ହୋଇଛି, ସେଥିରେ ଯେଉଁ ରହିଛି ଚଉତିଶା ମଧୁଚକ୍ର ବୋଲି, ତାର ଚତୁର୍ଥ ଖଣ୍ଡରେ ପରିପ୍ରକାଶ ପାଇଛି ଏ ଯେଉଁ କଳସ ଚଉତିଶା। ତେବେ ସେ ଯାହା ହଉ, କଳସ ଚଉତିଶାକୁ ଆମେ ଶାରଳା ଦାସଙ୍କ ପୂର୍ବବର୍ତ୍ତୀ ରଚନା ବୋଲି ଧରି ନେଇଛୁ। ବର୍ଷା ଦାସକୁ ମଧ୍ୟ ଶାରଳା ଦାସଙ୍କ ପୂର୍ବବର୍ତ୍ତୀ କବି ଭାବରେ ଗ୍ରହଣ କରିଛୁ। ବେଳେବେଳେ ସମସାମୟିକ କବି ଭାବରେ ମଧ୍ୟ କେହି ଗବେଷକ ମତ ଦିଅନ୍ତି। ଏଥିରେ ଦ୍ୱିମତ ହେବାର କୌଣସି ଅବକାଶ ନାହିଁ। ବର୍ଷା ଦାସ ଏଇଥିପାଇଁ ଶାରଳା ଦାସଙ୍କ ପୂର୍ବରୁ କଳସ ଚଉତିଶା ରଚନା କରିଥିଲେ ବୋଲି ପ୍ରମାଣ ମିଳେ ପୁନଃ ଶାରଳା ଦାସଙ୍କ ମହାଭାରତରେ ଯେଉଁ କଳସ ଶବ୍ଦଟି ରହିଛି, ସେ କଳସ ଶବ୍ଦଟି ସୂଚାଇ ଦିଏ ଯେ କଳସା ଚଉତିଶାଟି ସାରା ମହାଭାରତ ରଚନା ପୂର୍ବରୁ ରଚିତ ହୋଇଛି ଏବଂ ପରବର୍ତ୍ତୀ ସମୟରେ ଏହା ଚର୍ଚ୍ଚାକୁ ଆସିଛି। ଶାରଳା ଦାସଙ୍କ ମହାଭାରତରେ ଅଛି, ବେଦମନ୍ତ୍ର ଯୁଗତେ ସେ ଇଏ ପଢ଼ନ୍ତି କଳସା, ବଶିଷ୍ଠ ମାରକଣ୍ଡ ଯେ ଆବର ଦେବାସା। ଏଇ ଯେଉଁ କଳସା ଶବ୍ଦଟି ରହିଛି ଏଇ ପଦରେ, ତାହା ସୂଚନା ଦିଏ ଯେ କଳସା ଚଉତିଶାଟି ଶାରଳା ଦାସଙ୍କ ପୂର୍ବବର୍ତ୍ତୀ ରଚନା, ଶାରଳା ମହାଭାରତ ପୂର୍ବବର୍ତ୍ତୀ ରଚନା ଏବଂ ବର୍ଷା ଦାସ ହେଉଛନ୍ତି ଶାରଳା ଦାସଙ୍କ ପୂର୍ବବର୍ତ୍ତୀ କବି। କଳସା ଚଉତିଶାଟି ଓଡ଼ିଆ ସାହିତ୍ୟର ପ୍ରଥମ ଚଉତିଶା ଏବଂ ଚଉତିଶା ରଚନାର ପରମ୍ପରାଟି ଏଉଠୁ ଆରମ୍ଭ ହୋଇଛି ବୋଧେ। ଆଗରୁ କେବେ ଥିଲା ବା ଅଛି, ଅନ୍ତତଃ ଆମ ପାଖରେ ସେ ଧାରଣା ନାହିଁ। ତେଣୁ ଆମେ କଳସା ଚଉତିଶାକୁ ଓଡ଼ିଆ ସାହିତ୍ୟର ପ୍ରଥମ ଚଉତିଶା ଭାବରେ ଗ୍ରହଣ କରିଛୁ। ରଚନା କରିଛନ୍ତି କବି ବର୍ଷା ଦାସ ଏବଂ ଚଉତିଶାର ଯେଉଁ ନିୟମ ରହିଛି, କରୁ କିଏ ପର୍ଯ୍ୟନ୍ତ ଅକ୍ଷରକୁ ବା ବର୍ଣ୍ଣକୁ ଆଦ୍ୟରେ ରଖି ଏବଂ କଥନିକାର ସାହାଯ୍ୟ ନେଇ ବା କୌଣସି ଗଳ୍ପର ସାହାଯ୍ୟ ନେଇ କିମ୍ବା କାହାଣୀର ସାହାଯ୍ୟ ନେଇ ତାକୁ ଉପସ୍ଥାପନ କରିବା ହେଉଛି ଚଉତିଶାର ମୁଖ୍ୟ। ଓଲଟ ଚଉତିଶା ବି ଆମ ପାଖରେ ଅଛି, ଯାହା କିଏରୁ କ ପର୍ଯ୍ୟନ୍ତ ରଚିତ ହୋଇଥାଏ ଏବଂ ତାକୁ ଆମେ ଓଲଟ ଚଉତିଶା ବୋଲି କହୁଛୁ। କଳସ ଚଉତିଶାର ବିଷୟବସ୍ତୁ ହେଉଛି ପାର୍ବତୀ ଆଉ ଶିବଙ୍କର ବିବାହ ପ୍ରସଙ୍ଗ। ପାର୍ବତୀ ବହୁ ତପସ୍ୟା କରି ଶିବଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଛନ୍ତି ଏବଂ ତାଙ୍କର ପିତା ହିମାଳୟ ମଧ୍ୟ ଏ କଥାରେ ସମ୍ମତି ପ୍ରଦାନ କରିଛନ୍ତି। ଯଥାରୀତି ବିବାହ ଆରମ୍ଭ ହୋଇଛି। ବରାନୁଗମନ ଆରମ୍ଭ, ବର ଆସୁଛି କନ୍ୟା ଘରକୁ ବିବାହ ପାଇଁ। ଏଇ ଯେଉଁ ଶିବ ଆସୁଛନ୍ତି ବିବାହ ପାଇଁ ଏବଂ ବେଦୀ ପାଖରେ ପହଞ୍ଚିଲା ପରେ ଯେଉଁ ଅବସ୍ଥାଟି ତିଆରି ହେଉଛି, ପାର୍ବତୀ ଯେଉଁ ଶିବଙ୍କର ଯେଉଁ ରୂପଟି ଦେଖୁଛନ୍ତି, ଯାହାକୁ ବର ବୋଲି, ଯାହାକୁ ସ୍ୱପ୍ନର ମଣିଷ ବୋଲି, ଯାହାକୁ ଆତ୍ମାର ମଣିଷ ବୋଲି ଗ୍ରହଣ କରିଛନ୍ତି, ସେ ଯେ ଏମିତି ଏତେ କୁରୂପ ହେଇଥିବ, ଏତେ ଦୁଷ୍ଟ ହେଇଥିବ, ଏତେ କଙ୍କାଳ ସାର ହେଇଥିବ, ସେ କଥା ସେ କେବେ ଭାବିନଥିଲେ। ଯାହା ପରବର୍ତ୍ତୀ ସମୟରେ ସେ ଶିବଙ୍କୁ ଦେଖି ଯାଇ ତାଙ୍କ ବାପା ମାଙ୍କ ଆଗରେ
ସାଙ୍ଗସାଥୀଙ୍କ ଆଗରେ କାନ୍ଦିଛନ୍ତି ଏବଂ ନିଜର ଅସହାୟତାକୁ ମଧ୍ୟ ପ୍ରକାଶ କରିଛନ୍ତି। ତେବେ ସେ ଯାହା ହଉ, ଆମେ ଯେତେବେଳେ ଦେଖୁଛୁ ଶିବ ଆସୁଛନ୍ତି ଗୋଟିଏ ହଡ଼ା ବଳଦ ଉପରେ ବସିକି, ସେ ବଳଦଟି କଙ୍କାଳ ସାର, ଶିବଙ୍କର ଦାଢ଼ି ନଖ ସବୁ ବଢ଼ିଯାଇଛି ଏବଂ ସେ ଗୋଟେ ଛଦ୍ମବେଶରେ ଆସିଛନ୍ତି। ଶ୍ୱାସ ରୋଗୀ ପରି ଧଇଁସଇଁ ହେଉଛନ୍ତି ଏବଂ ଦଦରା ମଣିଷ ପରି ବା ବୁଢ଼ା ଲୋକ ପରି ତାଙ୍କର ରୂପକାନ୍ତି, ବାଘ ଛାଲ ପିନ୍ଧିଛନ୍ତି ଏବଂ କୌଣସି ଦିଗରୁ ଦେଖାଯାଉନାହାନ୍ତି ଯେ ସେ ବର ହେଇକି ଆସିଛନ୍ତି ପାର୍ବତୀକୁ ବିବାହ କରିବା ପାଇଁ। ହୁଏତ ଏଭଳି ଏକ ବ୍ୟଙ୍ଗାତ୍ମକ ଶୈଳୀରେ ପରିପ୍ରକାଶିତ ହୋଇଥିବା ଏହି ଚଉତିଶାଟି ଅତ୍ୟନ୍ତ ମନମୁଗ୍ଧକର। ଏହାର କାହାଣୀ ନିଶ୍ଚୟ ପୁରାଣରୁ, ଆଧ୍ୟାତ୍ମିକ ଚିନ୍ତା ଚେତନାରୁ ଗ୍ରହଣ କରାଯାଇଛି। ଏଥିରେ ମଧ୍ୟ ଧର୍ମୀୟ ଚିନ୍ତାଧାରା ରହିଛି, ଆଧ୍ୟାତ୍ମିକ ଚିନ୍ତାଧାରା ରହିଛି ଏବଂ ସାମାଜିକ ଚିନ୍ତାଧାରା ରହିଛି। ତା ସହିତ ଜୀବନର ବହୁମୂଲ୍ୟ ପରିଧି ମଧ୍ୟ ରହିଛି ବୋଲି ଆମର ଧାରଣା ହୁଏ ୟାକୁ ପଢ଼ିଲା ପରେ। ସେ ବେଦୀ ପାଖରେ ସେ ତ ହରା ବଳଦଟିଏ ବାନ୍ଧି ଦେଇଛନ୍ତି ଏବଂ ଓହ୍ଲେଇ ପଡ଼ିଛନ୍ତି ହରା ବଳଦ ଉପରୁ। ଦେଖୁଛନ୍ତି ପାର୍ବତୀ ଶିବଙ୍କୁ। କି ରୂପ! ଏ ରୂପ ତ କେବେ ପାର୍ବତୀ ଇଚ୍ଛା କରିନଥିଲେ, ଚିନ୍ତା କରିନଥିଲେ। ତାଙ୍କୁ କେବେ କେବେ ତାଙ୍କ ତପସ୍ୟାରେ ମଧ୍ୟ ଭାବିନଥିଲେ ସେ ଯାହାକୁ ଆତ୍ମାର ପୁରୁଷ ରୂପରେ ପାଇବେ, ଯାହାକୁ ସ୍ୱପ୍ନର ମଣିଷ ଭାବରେ ପାଇବେ, ତାଙ୍କର ରୂପଟି ଏଇଭଳି ହୋଇଥିଲା। କଳସ ପୂର୍ତ୍ତି କରୁ ଆରମ୍ଭ ହୋଇଛି ଏବଂ ଝିଅରେ ଶେଷ ହୋଇଛି। ପ୍ରଥମ ଧାଡ଼ିରେ ଅଛି, କହନ୍ତି କାମିନୀ ଶୁଣ ହେମନ୍ତ ଦୁଲଣୀ, କାହୁଁ ବରେ ବରିଲେ ତୁମର ପିତା। କହନ୍ତି କାମିନୀ, କାମିନୀ କହିଲେ ଏଠି ନାରୀ। ସାଧାରଣତଃ ନାରୀମାନଙ୍କ ପାଖରେ ଯେଉଁ ପ୍ରବୃତ୍ତିଟି ରହିଛି, ଗୁଣଟି ରହିଛି, ସେ ପୁରୁଷକୁ ତାର ରୂପରେ, ତାର ସୌନ୍ଦର୍ଯ୍ୟରେ ବିମୋହିତ କରିଥାଏ। କହୁଛନ୍ତି ହେମନ୍ତ ଦୁଲଣୀ, ତୁମର ପିତା ଏଭଳି ବର କେମିତି ବାଛିଲେ, ତାକୁ କେମିତି ବର ବୋଲି ସ୍ୱୀକାର କରିନେଲେ, ନିଜର ଜ୍ୱାଇଁ ବୋଲି ସ୍ୱୀକାର କରିନେଲେ, ଯାହାର ରୂପ ଭେକ କିଛି ବ୍ୟବସ୍ଥା ଠିକ୍ ନାହିଁ, କୁଳମୂଳ ଗୋତ୍ର ଆଦି ନାହିଁ, ଜାଣ ତାର କନକ ବେଦୀରେ ବୁଢ଼ା ବସିଛି। ତାର କୁଳ ନାହିଁ, ବଂଶ ନାହିଁ, ଗୋତ୍ର ନାହିଁ, କିଛି ନାହିଁ। ପୁଣି ହିମାଳୟ ପରି ମହାରାଜା, ସିଏ କନକ ବେଦୀ, ସୁନାର ବେଦୀ ନିର୍ମାଣ କରିଛନ୍ତି। ସୁନା ବେଦୀ ମଧ୍ୟରେ ସେ ବସିଛନ୍ତି, ହରା ବଳଦକୁ ବେଦୀ ପାଖରେ ବାନ୍ଧି ଦେଇଛନ୍ତି। ତାପରେ ଯେଉଁ ଦୃଶ୍ୟ ସବୁ ଆରମ୍ଭ ହେଇଛି, ସେ ଦୃଶ୍ୟ ଯେଉଁ ବର୍ଣ୍ଣନା କରିଛନ୍ତି ତାଙ୍କର ଶକ୍ତିମାନେ, ତାଙ୍କର ସାଙ୍ଗସାଥୀମାନେ, ତାକୁ ପଢ଼ିଲେ ଅତ୍ୟନ୍ତ ବ୍ୟଙ୍ଗାତ୍ମକ ଲାଗେ ଏବଂ ଅତି ଆନନ୍ଦ ଲାଗେ ମଧ୍ୟ ଯେ ଗୋଟେ ଚଉତିଶା ଗୋଟେ ସାମାଜିକ ଏବଂ ଧାର୍ମିକ ଏବଂ ଆଧ୍ୟାତ୍ମିକ ମହାତ୍ମାକୁ ନେଇକି ଏଭଳି ଭାବରେ ଆତ୍ମପ୍ରକାଶ କରିବ। ଫୁଁ ଫୁଁ କାଶ ସହସ୍ରଣ ତେଲୁ ଅଛି। ସେ ବୁଢ଼ା ଲୋକଟି ଏତେ ଦୁଷ୍ଟ, ଏତେ ରୋଗଗ୍ରସ୍ତ, କାଶ ଫୁଁ ଫୁଁ ହେଇକି କାଶୁଛି, ଧଇଁ ଫେଲିଲା ଭଳି ତାର ଅବସ୍ଥା। ସେଇ ସମୟରେ କ'ଣ କରୁଛନ୍ତି ନା, ଖର ନିଶ୍ୱାସ ବୁଢ଼ାର ମାତ୍ରା ଲାଗେ। ତା ନିଶ୍ୱାସ ବହୁତ ପ୍ରଖର ଭାବରେ ଚାଲୁଛି ଏବଂ ସେ ଏତେ ଦୁଷ୍ଟ କଙ୍କାଳ ମଣିଷ ହେଇକି ଆସିଛନ୍ତି, ତା ମଥା ବି ବସିଗଲା ବେଳକୁ, ନଈ ପଡ଼ିଲା ବେଳକୁ ଭୂଇଁରେ ଲାଗିଯାଉଛି। ଏସବୁ ବର୍ଣ୍ଣନା କିଏ ଦେଇଛନ୍ତି? ଶକ୍ତିମାନ ଦେଇଛନ୍ତି, ପାର୍ବତୀକୁ ଦେଇଛନ୍ତି।
ଖଣ୍ଡିଆ ଯୋଗୀର ସଙ୍ଗେ ନାହିଁ ଗାନ ତାର, ଖଣ୍ଡିଆ ବଳଦ ବୁଢ଼ା ବାନ୍ଧିଛି ତାର। ଖଣ୍ଡିଆ ଯୋଗୀର ସଙ୍ଗେ ନାହିଁ ଗାନ ତାର, କିଛି ଗୋଟେ ଯାନବାହନ ବି ନାହିଁ। ଗୋଟେ ଖଣ୍ଡିଆ ବଳଦ ହଡ଼ା ବଳଦରେ ଯାର କଙ୍କାଳ ଦିଶୁଛି, ନିଜେ ତ କଙ୍କାଳ ବୁଢ଼ା, ସେ ପୁଣି ହଡ଼ା ବଳଦରେ ବସିକି ଆସିକି ବାହା ହେବାକୁ ବେଦି ମଝିରେ ବସିଛି। ୟାଠୁ ହାସ୍ୟାସ୍ପଦ କଥା କେମିତି କ'ଣ ହେଇପାରେ? ତମ ବାପା କେମିତି ଏଭଳି ଗୋଟେ ଜ୍ୱାଇଁ ବାଛିଲେ ଯାହାର ଏଇଭଳି ଅବସ୍ଥା ହେଇଛି? ଗୋଡ଼ ହାତ ଛଣ ଫୁଲ ଗଳୁଛି ନୟନ, ଗଣ୍ଡସ୍ଥଳେ ଲଗାଇ ମୁଜୁରା ଦରସ। ଗୋଡ଼ ହାତ ଗୁଡ଼ିକ ଛଣ ଭଳିଆ କୁଟା ଭଳିଆ ସରୁ ହେଇଗଲାଣି ଏବଂ ଗଣ୍ଡସ୍ଥଳରେ ଅର୍ଥାତ୍ ତାଙ୍କର ଯେଉଁ ବେକରେ କ'ଣ ରହିଛି ନା ମୁଦୁରା ଦର୍ଶ, ଗଣ୍ଡସ୍ଥଳେ ଲଗାଇ ମୁଦୁରା ଦର୍ଶ। ତାପରେ ସେ କହୁଛନ୍ତି ଜ୍ଞାନ ଶୂନ୍ୟ ହୋଇଲାଣି ଭେବଳତା ମତି, ଗୁଣ ଲକ୍ଷଣ ବୁଢ଼ାର ନାହିଁ କାହିଁ ଗତି। ତା ମତିଟା ଭେବଳ ହେଇଗଲା ଏବଂ ସେ ଅଲରେଡ଼ି ସେ ଏକଦମ ଭେବଳିତ ହେଇ ଇଆଡ଼ୁ ସିଆଡ଼ୁ ଖାଲି ଗପି ଯାଉଛନ୍ତି, ଆଡ଼ୁ ସିଆଡ଼ୁ କଥା କହୁଛନ୍ତି। ତାଙ୍କ ମତିଭ୍ରମ ହେଲାଣି ବୋଲି ତାଙ୍କ ଶକ୍ତିମାନେ ପାର୍ବତୀକୁ କରୁଛନ୍ତି। ଜ୍ଞାନ ଶୂନ୍ୟ ହୋଇଲାଣି ଭେବଳିତା ମତି, ଜ୍ଞାନ ବୋଲି କିଛି ନାହିଁ। ଏତେ ବଡ଼ ଦେବତା ଯାହାକୁ ଚନ୍ଦ୍ର ସୂର୍ଯ୍ୟ ଅନ୍ୟାନ୍ୟ ଦେବତାମାନେ ମଧ୍ୟ ମାନନ୍ତି, ସେଇଭଳି ଦେବଦେବ ମହାଦେବ ଆଜି ଏଭଳି ବେଶ, ଏଭଳି ରୂପ, ଏଭଳି କାନ୍ତି, ଏଭଳି ତାଙ୍କର ସାଜସଜ୍ଜା, ୟାକୁ କି ବା ବିଶ୍ୱାସ କରିବ? ପାର୍ବତୀ କେବେ ଚିନ୍ତା କରିନଥିଲେ ମୋ ତପସ୍ୟାରେ ମୁଁ ଏଭଳି ଗୋଟିଏ ବରଟିଏ ପାଇବି ବୋଲି, ବା ଶିବଙ୍କୁ ଏଇ ଅବସ୍ଥାରେ ଏଇ ସ୍ଥାନରେ ଏଭଳି ଭାବରେ ତାଙ୍କୁ ଦର୍ଶନ କରିବେ। ତେଣୁ ସେ ଯାହାକୁ ନିଜର ସ୍ୱପ୍ନର ମଣିଷ ଭାବରେ ପାଇବେ, ତାଙ୍କର ରୂପଟି ହେଉଛି ଏହିପରି। ଗୁଣ ଲକ୍ଷଣ ବୁଢ଼ାର ନାହିଁ କହିଁ ଗତି, ଘର ତାର କେବଳ ଦେଶରେ ତଥ୍ୟ ନାହିଁ। ଘର ତାର କେବଳ ଦେଶରେ ତଥ୍ୟ ନାହିଁ, ଘଟାଇଲା ବିହି ଆଣି ଏମନ୍ତ କର। କୋଉ ଦେଶରେ ଘର, କୋଉ ଜାତିରେ ଘର, କି କୋଉ ଗାଁରେ ଘର, ତାର ଠିକଣା ଠିକଣା କିଛି ନାହିଁ। ଏଇଭଳି ଗୋଟେ ବରକୁ ବା ଏଇଭଳି ଗୋଟିଏ ବୃଦ୍ଧ ବରକୁ ଭଗବାନ ବିଧାତା କେମିତି ଏଠି ଆଣିକି ଖଞ୍ଜି ଦେଇଛନ୍ତି। ଘର ତାର କେବଳ ଦେଶରେ ତଥ୍ୟ ନାହିଁ, ଘଟାଇଲା ବିହି ଆଣି ଏମନ୍ତ କରାଇ। ଘଟ ଘଟ ହୋଇ ନାଳ ବହି ତୁଣ୍ଡର, ଘନ ଜଟା ଲୋଚାଏକ ବାନ୍ଧିଛି ମୁଣ୍ଡରେ। କେତେ ବଢ଼ିଆ ସୁନ୍ଦର ବର୍ଣ୍ଣନା ରହିଛି ଏଠି। ଘଟ ଘଟ ହୋଇ ନାଳ ବହି ତୁଣ୍ଡ, ପୁଣି ତାଙ୍କ ପାଟିରୁ ଖାଲି ନାଳ ଗୁଡ଼ିକ ଗଡ଼ୁଛି। ଯେମିତି ବୁଢ଼ା ଲୋକମାନେ ରୋଗରେ ପଡ଼ିଲେ ପାଟି ନାଳ ହେଇଯାଏ, ତାଙ୍କ ପାଟିରୁ ସେଭଳି ନାଳ ଗୁଡ଼ିକ ଗଡ଼ୁଛି ଏବଂ ଘନ ଜଟା ଲୋଟା ଏକ ବାନ୍ଧିଛି। ଜଟା ଚୁଟିକାରେ ଭଣ୍ଡାରୀ ତ ତାକୁ ମିଳିଲେନି, ଚୁଟି କାଟିବାକୁ ବି ସମୟ ନାହିଁ, ତେଣୁ ଜଟା ଜୁଟ ହେଇକି ସେ ମୁଣ୍ଡରେ ଜଟା ବାନ୍ଧିକି ଆସିଛନ୍ତି ଏବଂ ପାଖରେ ଗୋଟେ ଲୋଟାଟିଏ ଅଛି। ଆଉ କ'ଣ ନା ନଚିହ୍ନି ମନୁଷ୍ୟ ସେ ନ ଦେଖେ ନୟନ, ନଚିହ୍ନି ମନୁଷ୍ୟ ସେ ନ ଦେଖେ ନୟନ। ସେ ମଣିଷକୁ କାହାକୁ ଚିହ୍ନି ପାରୁନାହିଁ, ସେ ତ ନିଜେ ଏଭଳି ଅବସ୍ଥାରେ ଅଛନ୍ତି। ତାଙ୍କର ରୂପଘଟ ଏମିତି, ଦୁଷ୍ଟ ଶରୀର, ରୋଗ ଶରୀର, ନାଳ ବହି ଯାଉଛି, କଥା କହିବାକୁ ବଳ ନାହିଁ, ମୁଣ୍ଡ ନଇଁ ଯାଉଛି, ବସିଗଲା ବେଳକୁ ମୁଣ୍ଡ ଯାଇ ଧୀରେ ଲାଗୁଛି, ଏତେ ପତଳା କଙ୍କାଳ ହେଇକି ସେ ଆସିଛନ୍ତି। ସେ କାହାକୁ ଚିହ୍ନିବେ, କାହାକୁ ଦେଖିପାରିବେ? ଏପରିକି ପାର୍ବତୀକି ମଧ୍ୟ ସେ ଚିହ୍ନିବାକୁ କୁଣ୍ଠିତ ବୋଲି ଆମେ ଏଥିରୁ ଜଣାଯାଉଛି। ନିକଟରେ ଦେଖିଲେ ନ ଶୁଣେ ତା ବେନି କର୍ଣ୍ଣ, ନଖ ମୁଖ ଚକ୍ଷୁ ସ୍ଥାନ ପଶିଲା ଭିତର, ନୂଆ ଖଣି
ଖଣା ପ୍ରାୟ ଦିଶୁଛି। ନଚନହି ମନୁଷ୍ୟ ସେ ନ ଦେଖେ ନୟନ, ନିକଟରେ ଦେଖିଲେ ନ ଶୁଣେ ତା ବନିକା। ତାକୁ ଦେଖାଯାଉନି, ଶୁଭାଯାଉନି, କି ତାକୁ ନିକଟରୁ ଦେଖିଲେ ମଧ୍ୟ ତା କାନରେ କଥା କହିଲେ ମଧ୍ୟ ସେ ଶୁଣିପାରୁ ନାହାନ୍ତି। ଏଭଳି ଅବସ୍ଥା ଶିବଙ୍କର। ଆଉ କ'ଣ ନା ନଖ, ମୁଖ, ଚକ୍ଷୁ ସ୍ଥାନ ପଶିଲା ଭିତରେ। ଆଖି କୋରଡ଼ରେ ପଶିଯାଇଛି, ନଖ ଗୁଡ଼ିକ ବାହାରି ପଡ଼ିଛି ଏବଂ ଆଉ କ'ଣ ନା ନୂଆ ଖଣି ଖଣା ପ୍ରାୟ ଦିଶୁଛି। ପେଟ ଫୁଙ୍କାଳି ଦେଲେ ଯେମିତି ଧାନ ଖଣି ଖାଲ ହେଇକି ଦେଖାଯାଏ, ସେମିତି ତାଙ୍କ ପେଟଟି ଯେତେବେଳେ ସେ ଫୁଙ୍କାଳି ପତଳା ହେଇକି ବସିଛନ୍ତି ଦୁଷ୍ଟ ସହିତ ପେଟଟି ଯେଉଁ ପଶିଯାଇଛି, ସେ ଗୋଟେ ଖଣି ଭଳିଆ ଦେଖାଯାଉଛି କବି। ଏଇଭଳି ବର୍ଣ୍ଣନା କରିଛନ୍ତି ସତ୍ୟବାଣୀ କାହା ପାଖରେ ନା ପାର୍ବତୀଙ୍କ ପାଖରେ। ଶିବଙ୍କର ଆହୁରି ଦୟନୀୟ ରୂପ ବର୍ଣ୍ଣନା କରି ମଧ୍ୟ କବି ଅନେକ କଥା ଲେଖିଛନ୍ତି। ତାହା ଆମେ ଆସ୍ତେ ଆସ୍ତେ ପଢ଼ୁ। ନିଶତେଣ କହେ କଥା ନିକୁଟିଣ ଦାନ୍ତ, ନ ଆସଇ ବାଣୀ ତାର ଭୁଇଁ ଭୁଇଁ ଅନ୍ତ, ନିଶ ଦାଢ଼ି ରୁଚି ତାକୁ ନ ମିଳେ ଭଣ୍ଡାରୀ, ନିଶା କାଳେ ଯେ ଦେଖିଲେ ଭয়ে ଡରି। କେତେ ସୁନ୍ଦର କଥା। ନିଶତେଣ କହେ କଥା ନିକୁଟିଣ ଦାନ୍ତ। ନିଶ ଦାଢ଼ି ବଢ଼ିଯାଇଛି, ଦାନ୍ତକୁ ନିକୁଟିକି କଥାବାର୍ତ୍ତା କରୁଛନ୍ତି, କଥାବାର୍ତ୍ତା ଶୈଳୀ ବି ଠିକ୍ ନାହିଁ। ନ ଆସଇ ବାଣୀ ତାର ଭୁଇଁ ହୁଏ ଅନ୍ତ। ତାର ଶିବଙ୍କର ଅବସ୍ଥା ଏଭଳି, କଥା କହିଲା ବେଳକୁ ଅନ୍ତ ଦୁଇଁ ହେଇଯାଉଛି। ମାନେ ଏତେ ଦୁଷ୍ଟ ଶୈଳ ଶିବଙ୍କର ହେଇଛି। ନିଶ ଦାଢ଼ି ରୁଚି ତାକୁ ନ ମିଳେ ଭଣ୍ଡାରୀ। ନିଶ ବଢ଼େଇଛି, ଦାଢ଼ି ବଢ଼େଇଛି, ବର ହେଇକି ଆସିଛି, ତାଙ୍କୁ ଭଣ୍ଡାରୀ ମିଳିଲାନି। ନିଶଟିଏ ଦାଢ଼ିଟିଏ କାଟିକି ଶ୍ୱଶୁର ଘରକୁ ବାହା ହେବାକୁ ଆସିବା ପାଇଁ। ଦେଖ କେତେ ବିଚିତ୍ର ବର୍ଣ୍ଣନା ଏଥିରେ ରହିଛି। ଜଣେ ଦେବଦେବ ମହାଦେବ ସ୍ୱୟଂ ଆଦିମାତା ପାର୍ବତୀଙ୍କୁ ବିବାହ କରିବାକୁ ଆସିଛନ୍ତି ଯେ ଆରିଜନନୀ, ଯାହାଙ୍କ ପାଖରେ ସବୁଯାକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ହେଇକି ରହିଛି। ଶିବ ବି କମ୍ ସୌନ୍ଦର୍ଯ୍ୟର ଅଧିକାରୀ ନୁହେଁ। ସେ ଏଠି ଗୋଟେ ପରୀକ୍ଷା କଲା ଭଳି ଶିବ ନିଜକୁ ଏଇଭଳି ଗୋଟେ ନିଜ ଦେଶକୁ ସଜେଇଛନ୍ତି। ନିଶା କାଳେ ଯେ ଦେଖିଲେ ଭୟ ଡରି। ଏମିତି ରୂପ ତାଙ୍କର, ଯଦି ରାତିରେ କିଏ ଦେଖିବ ତାଙ୍କୁ, ସେ ଡରିକି ତଳେ ପଡ଼ିକି ମୂର୍ଚ୍ଛା ହେବେ। ଟଳ ଟଳ ହୋଇ ଟେକି ବସି ନ ପାରଇ, ଟାକୁଆ ଗାଲ ପାକୁଆ ଦାନ୍ତ। ବସିଲା ବେଳକୁ ଧୂଳି ତଳପଟୁ ମଦ ଖାଇଲେ ଲୋକ ଯେମିତି ଟଳି ଯାଆନ୍ତି, ଗୋଡ଼ ହାତ ଏଠି ସେଠି ପଡ଼େ, ତାଙ୍କର ସେଇ ଅବସ୍ଥା, ଟଳି ପଡ଼ୁ। ଠିକ୍ ଭାବରେ ସେ ହଡ଼ା ବଳଦ ପରେ ବସି ପାରୁନି। ଆଉ ଦୁଇଟା ଲୋକ ଧରିକି ଇଏ ତ ନେଉଥିବେ, କ'ଣ କରୁଥିବେ, ସେ ଟଳି ପଡ଼ୁଥିବେ। ଆଉ କ'ଣ ଟାକୁଆ ଗାଲ ପାକୁଆ ଦାନ୍ତ ଆଦି। ଗାଲଟି ତାଙ୍କର ପାକୁଆ ହେଇଯାଇଛି, ପାଟିଟି ତାଙ୍କର ପାକୁଆ ହେଇଯାଇଛି, ଦାନ୍ତ ତ ନାହିଁ, ଦାନ୍ତ ନାହିଁ, ଜୀବ ତ କଥା କହିପାରୁନି। ତେଣୁ ଟାକୁଆ ଗାଲ ପାକୁଆ ଦାନ୍ତ ଆଦି। ଦାନ୍ତ ନାହିଁ କି ପାଟି ନାହିଁ, ପାକୁଆ ପାଟି, ଦୁଷ୍ଟ ଶରୀର, ଆଖିକୁ ଦିଶୁନି, ଟଳ ଟଳ ହେଇ ପଡ଼ୁଛନ୍ତି। ସେଥିରେ ତାପରେ ନିଶ ଦାଢ଼ି ବଢ଼ିଯାଇଛି, ଜଟାଜୁଟ ବଢ଼ିଯାଇଛି, ହଡ଼ା ବଳଦ ଉପରେ ବସିଛନ୍ତି। ଏଭଳି ଏକ ବିଚିତ୍ର ରୂପ ଶିବ ଧରିକି ପାର୍ବତୀଙ୍କ ଘରକୁ ଆସିବେ ଏବଂ ପାର୍ବତୀଙ୍କ ଘରକୁ ଆସି ବିବାହ ହେବେ, ବିବାହ କରିବେ ପାର୍ବତୀଙ୍କୁ। ପାର୍ବତୀ କେବେ ଏଭଳି ଆଶା କରିନଥିଲେ। ପିତା ହିମାଳୟ ଦେଖି ମଧ୍ୟ ଆଚମ୍ବିତ ହେଇଯାଇଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏ କି ରୂପ, ଏତେ ଅନିନ୍ଦ୍ୟ ସୁନ୍ଦରୀ, ଜଗତ ଜନନୀ, ଜଗତ ସୁନ୍ଦରୀ, ବ୍ରହ୍ମାଣ୍ଡ ସୁନ୍ଦରୀ, ତାଙ୍କ ପାଖରେ ଏଭଳି ଏକ ବୃଦ୍ଧ ଅତି ଦୁଷ୍ଟ ଶରୀର ମଣିଷଟିଏ କିଭଳି ତାଙ୍କୁ ସେ ବର ରୂପେ ବରି ନେବ ବା ପତି ରୂପେ ବରି ନେବ। ଆଜି ଏଇଠି ରଖିବା ପରେ ପୁଣି ଆଗକୁ କରିବା। ତ ଯାଏ ଆମେ ଯାଇଛେ, ତାପରେ ଆସ୍ତେ ଆସ୍ତେ